ଏବଂ ଆମର ଯେଉଁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜିରୋ କାଜୁଆଲିଟି ଶୂନ୍ୟ ମୃତ୍ୟୁର ଯେଉଁ ଆମେ ଲକ୍ଷ୍ୟ ରଖିକରି ଆମେ କାର୍ଯ୍ୟକ୍ରମ କରୁଛୁ ଆଉ ସେଥିପାଇଁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଲୋକଙ୍କୁ ମଧ୍ୟ ଆମେ ଏଭାକୁଏଟ୍ କରୁଛନ୍ତି। ସେଥିରେ ଆମେ 2048ଟି ବାତ୍ୟା ବନ୍ୟା ଆଶ୍ରୟସ୍ଥଳ ଆମେ ପ୍ରସ୍ତୁତ କରିକରି ଆମେ ରଖିସାରିଛୁ। 8ଟି ଜିଲ୍ଲାରେ 11,396 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଅଲରେଡ଼ି କରାଯାଇସାରିଛି। ଆହୁରି ଯଦି ଆବଶ୍ୟକ ହେବ ତାହେଲେ 30,554 ଜଣଙ୍କୁ ମଧ୍ୟ ନେବା ପାଇଁ ଚିହ୍ନଟ କରାଯାଇଛି, ତାହା ମଧ୍ୟ କାର୍ଯ୍ୟକାରୀ କରାଯିବ। ବେସିକାଲି ଯେଉଁ ସମସ୍ୟା ବର୍ଷା ସମୟରେ ବା ବାତ୍ୟା ସମୟରେ ହୁଏ, ସେଥିରେ ଗର୍ଭବତୀ ମହିଳାମାନଙ୍କର ସ୍ୱତନ୍ତ୍ର ତାଙ୍କୁ କିଭଳି ଭାବରେ ନିରାପଦ ସ୍ଥାନକୁ ନିଆଯିବ, ମେଡିକାଲକୁ ନିଆଯିବ, ସେଥିପାଇଁ 1,871 ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଲରେଡ଼ି ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଉ 822 ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ ଖୁବ୍ ଶୀଘ୍ର କରାଯିବ।